ଏଠି ଦଳେ ଅଭୁକ୍ତ ଆଉ ଦଳେ ଯାହା ଖାଉଛନ୍ତି ହଜମ କରିବା ପାଇଁ ବଟିକା ଖାଉଛନ୍ତି, ସେଇଭଳି ତାଙ୍କ ଭିତରେ ଯୋଉ ଗୋଟେ ପ୍ରତିକ୍ରିୟା, କାବ୍ୟିକ ପ୍ରତିକ୍ରିୟା, ଯେମିତି ଭଗବାନ ଅଛ କାହିଁ ଆକାଶ ପବନ ଗର୍ଜି ମୋ କାନେ କହିଯାଏ ନାହିଁ ନାହିଁ କହିଯାଏ ନାହିଁ ନାହିଁ ଚହିଁ ମୁଁ ଫେରାଏ ଆଜି ବେନି ଆଖି ତହିଁ ଦେଖେ ଖାଲି ଦିନ ନିରିମାଖି ଅନ୍ନ ବିହୁନେ ମଣିଷ ଆତ୍ମା କରୁଅଛି ହାଇ ହାଇ ଭଗବାନ ଅଛ କାହିଁ। ବାସ୍, ତେଣୁ ପ୍ରାୟତଃ ଗୋଟେ ବିଦ୍ରୋହର ସ୍ୱର ସେ ସମୟରୁ ମଧ୍ୟ ଆମେ ଶୁଣି ଆସିଛୁ ତାଙ୍କ କବିତାରେ। ପରବର୍ତ୍ତୀ ଅବସ୍ଥାରେ ପ୍ରାୟତଃ ତାଙ୍କର ଏ କାବ୍ୟ ସ୍ୱର, ୟା ଭିତରେ ପୂର୍ଣ୍ଣିମା ବୋଲି ଗୋଟେ ଗୀତିନାଟ୍ୟ ଲେଖିଛନ୍ତି। ସେ ସ୍ୱର ମଧ୍ୟ ରୋମାଣ୍ଟିକ ସ୍ୱର, ପାରମ୍ପରିକ ସ୍ୱର। କିନ୍ତୁ ସଚିଦାନନ୍ଦ ରାଉତରାୟଙ୍କର ଏ ପଟ୍ଟଭୂମିଟି ବଦଳିଛି। 1931 ପରେ ଯେତେବେଳେ ଆମର 1935 ବେଳକୁ ତାଙ୍କର ଅଭିଯାନ ବୋଲି କବିତା ସଂକଳନ ପ୍ରକାଶ ପାଉଛି, ସେ ସମୟକୁ ତୁମେ ଇତିହାସରୁ ଜାଣିଛ। 1935 ମସିହାରେ ଭଗବତୀ ଚରଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ନବଯୁଗ ସାହିତ୍ୟ ସଂସଦ ଗଠନ ହେଲା। ଆଧୁନିକ ନାମକ ସାହିତ୍ୟ ପତ୍ରିକା ପ୍ରକାଶ ପାଇଲା। ଗୋଟେ ଲକ୍ଷ୍ୟ ନେଇକି, ଗୋଟେ ମିଶନ ନେଇକି ଯେଉଁ ସଂଗଠନଟି ସୃଷ୍ଟି ହେଲା, ତାହା ହିଁ ଗୋଟେ ଅନିର୍ବାର୍ଯ୍ୟ ବାସ୍ତବତା ଥିଲା। ତା ପଛରେ ସେତେବେଳେ ଓଡ଼ିଶାରେ ସାମନ୍ତବାଦୀ ଜମିଦାରୀ ଶାସନ, ରାଜରାଜର ଶାସନ, ତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଏହି ସାମ୍ୟବାଦୀ ଚିନ୍ତାଧାରା ତାହା ହିଁ ଅସ୍ତ୍ର ଥିଲା। ସେତେବେଳେ ଏମାନଙ୍କ ନେତୃତ୍ୱରେ ଶ୍ରମିକ ଆନ୍ଦୋଳନ, କୃଷକ ଆନ୍ଦୋଳନ, ପ୍ରଜା ଆନ୍ଦୋଳନ ବୋଲି ଦୁଇଟି ଶାଖା ଗଢ଼ି ଉଠିଥିଲା। ଏବଂ ଢେଙ୍କାନାଳରେ, ଭୁବନରେ 1938 ମସିହାରେ ବାଜି ରାଉତ ଯେଉଁ ସ୍ମୃତି ଆମ ଭିତରେ ରହିଛି, ଗୋଟେ ଶହୀଦର ସ୍ମୃତି, ଗୋଟେ ପ୍ରଜା ମିଳି ଚାଲିଥିଲା ବେଳେ ସେ ଗାଁ ଭିତରକୁ ଇଂରେଜ ସିପାହୀ ମାନଙ୍କୁ ଛାଡ଼ିବାକୁ ଦେଇନଥିଲା ଏବଂ ଇଂରେଜ ମାନଙ୍କ ସିପାହୀ ମାନଙ୍କ ଗୁଳିରେ ସେ ଶହୀଦ ହେଇଥିଲା। ଏବଂ ସେଇ ଚାକ୍ଷୁଷ ଘଟଣାରେ ସମ୍ପୃକ୍ତ ଥିଲେ ସଚୀ ରାଉତରାୟ। କବିତାର ଲେଖା ବଦଳିଛି, ଧାରା ବଦଳିଛି। ତେଣୁ ଆଉ ରୋମାଣ୍ଟିକ ସ୍ୱର ଯଦିଓ ତାଙ୍କ କବିତାରେ ରହିଛି, ତା ସହିତ ଯୋଡ଼ି ହେଇଯାଇଛି ସାମାଜିକ ବାସ୍ତବତା। ତେଣୁ ଗୋଟିଏ ପଟେ ତାଙ୍କର ଶବ୍ଦ, ତାଙ୍କର ଛନ୍ଦ ବା ଶବ୍ଦ ଶିଳ୍ପରେ ଗୋଟିଏ ପ୍ରକାର କାବ୍ୟିକ ଯେଉଁ ଧର୍ମ ଫୁଟି ଉଠିଥାଏ, କିନ୍ତୁ ତାର ଅନ୍ତର୍ଗର୍ଭିତ ସ୍ୱରଟି ହେଉଛି ବାସ୍ତବବାଦୀ ବା ମାର୍କ୍ସବାଦୀ। ତେଣୁ ପ୍ରାୟ ଏହି ସମୟ ଭିତରୁ ରୋମାଣ୍ଟିକ ରିଏଲିଜିମ୍ ବୋଲି ଯାହାକୁ କୁହାଯାଉଛି, ଯେ ପ୍ରକାଶ ଭଙ୍ଗୀଟି ରୋମାଣ୍ଟିକ, କିନ୍ତୁ ତା ଭିତରେ ତାଙ୍କର ମେସେଜଟି, ତାଙ୍କର କାବ୍ୟିକ ବାର୍ତ୍ତାଟି ସେ ବାସ୍ତବ ବିପ୍ଳବାତ୍ମକ। ଏଇ ଦ୍ୱୈତ ସତ୍ତା କବିତାରେ ସେ ପ୍ରଥମ କରି ଫୁଟେଇବାକୁ ଚେଷ୍ଟା କରିଛନ୍ତି। ଗୋଟିଏ କଣ କହିଲ, କିଏ କଣ କହୁଛ କି? ନା ସାର୍ କିଛି ନୁହେଁ, ହଁ ଆଲୋଚନା ହଁ କରନ୍ତୁ। ହଁ ହଁ। ଆଜ୍ଞା। ତେଣୁ ଗୋଟେ ମୁଁ ଯଦି ଉଦାହରଣ ଦେବି, ଯେ ରୋମାଣ୍ଟିକ ଚେତନା ସହିତ ବାସ୍ତବତାର ସମନ୍ୱୟ, ଯୋଉଠି ସେ ଅଭିଯାନରେ କହୁଛନ୍ତି ଯେ ମାଟିର ଗେରୁଆ ପଥ ନିଭି ଯାଏ ସୂର୍ଯ୍ୟର ଔର ସେ ନୂତନ ଜୀବନ ଫୁଟେ ଲୁହ ଲହୁ ଝାଳର ନିଶ୍ୱାସେ ଜାଗ ମହାକବି ଏ ଜାତିର ମହାଶିରେ ଶ୍ରାବଣର ହେ ରକ୍ତ କରବି। ଅର୍ଥାତ୍ ଏହାର ପ୍ରକାଶ ଭଙ୍ଗୀଟି ରୋମାଣ୍ଟିକ, କିନ୍ତୁ ସ୍ୱରଟି ହେଉଛି ବିପ୍ଳବର ସ୍ୱର, ବିଦ୍ରୋହର ସ୍ୱର ୟା ଭିତରେ ରହୁଛି। ଏବଂ ସମାଜ ପାଇଁ ତା ଭିତରେ ସେ କିଛି ବାର୍ତ୍ତା ରଖୁଛନ୍ତି। ବା ଯେଉଁଠୁ କହୁଛନ୍ତି, ଧର୍ମର ମଦ ଖୁଆଇ ଭାଇ ଏ ମଣିଷ ଜାତିକୁ କରିଅଛ ଚିରଦିନ ମଜଗୁଲ, ଅଫିମ ନିଶାରେ ଖୋଲି ସେ ନ ପାରେ ଆଖି, ତମେ ସୁସତାର ବୁକୁର ଜୀବନ ଫୁଲ। ବା ଯେଉଁଠି କୋଣାର୍କ ଭଳି କବିତାରେ କହୁଛନ୍ତି ଯେ ତାଙ୍କର ଦୃଷ୍ଟିଭଙ୍ଗୀଟି
କେମିତି ବଦଳି ଯାଉଛି। କୋଣାର୍କକୁ ନେଇ ଆଧୁନିକ ଯୁଗରୁ ଅନେକ କବିତା ଲେଖାଯାଇଛି। ତମେ ଦେଖିବ ପ୍ରାୟତଃ ସାହିତ୍ୟ ଏକାଡେମୀରେ ଖାଲି କୋଣାର୍କ ଉପରେ ଗୋଟେ ସଂକଳନ 300 ଉର୍ଦ୍ଧ୍ୱ କବିତା କୋଣାର୍କ ଉପରେ ରହିଛି। ତେବେ କୋଣାର୍କକୁ ନେଇ ଯେତେ ସବୁ କବିତା ମାନସିଂହଙ୍କ ଠାରୁ ଆରମ୍ଭ କରି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଠାରୁ ଆରମ୍ଭ କରି ତାଙ୍କ ସମୟ ପର୍ଯ୍ୟନ୍ତ ଲେଖା ହେଇ ଆସିଛି, ସମସ୍ତଙ୍କର ଦୃଷ୍ଟିଭଙ୍ଗୀଟି ଗୋଟେ ଭାବୁକର ଦୃଷ୍ଟିଭଙ୍ଗୀ, ଗୋଟେ ସୌନ୍ଦର୍ଯ୍ୟ ତାତ୍ତ୍ୱିକ ଦୃଷ୍ଟିଭଙ୍ଗୀ, ଗୋଟେ ଇତିହାସ ବା ପ୍ରତ୍ନତତ୍ତ୍ୱର ଦୃଷ୍ଟିଭଙ୍ଗୀ, ଗୋଟେ ଭାବୁକର ଦୃଷ୍ଟିଭଙ୍ଗୀ। କିନ୍ତୁ ହଠାତ୍ ସେ ଦୃଷ୍ଟିଭଙ୍ଗୀ ବଦଳି ଯାଉଛି। କେମିତି ନା, ତମେ ଦେଖିଅଛ ଶିଳାରେ ତାର ତ ରମ୍ୟ କଳାର ରୂପ, ମୁଁ ଦେଖିଛି ତହିଁ କୋଟି କଙ୍କାଳ ଭଗ୍ନ ବୁକୁର ସ୍ତୂପ, ତୁମେ ଚାଖିଅଛ ରସର ଝର୍ଣ୍ଣା ଚାରୁ ମନ୍ଦିର ତଳେ, ଗଣ୍ଡୁଷ ଭରି ପିଇଛ ପିୟୁଷ ନିଭାଇ ତୃଷ୍ଣା ନଳେ, ମୁଁ ଫେରିଛି ହାୟ ଦିନ ବେରସିକ ତାହାରି ସିଂହ ଦ୍ୱାରୁ, ପୁଞ୍ଜିତ ବ୍ୟଥା ଅବସାଦ ମୋର ବଳିଅଛି ହୃଦ ଭାରୁ, ମୂଲିଆର ଆଖି ନେଇ ମୁଁ ଦେଖିଛି ସେଇ ମନ୍ଦିର ରୂପ ବ୍ୟଥାର ଆରତି ଦେଇ। କି ଆଖି ନେଇ ସେ ମନ୍ଦିର ଦେଖିଲେ? ଗୋଟେ ବିଳାସୀର ଆଖି ନେଇ ନୁହେଁ, ଗୋଟେ ସ୍ୱପ୍ନଜୀବୀର ଆଖି ନେଇ ନୁହେଁ, ଗୋଟେ ଭାବୁକର ଆଖି ନେଇ ନୁହେଁ, ସିଏ ଗୋଟେ ମୂଲିଆର ଆଖିରେ କୋଣାର୍କକୁ ଆକଳନ କଲେ। ଏଇଠି ସମ୍ପୂର୍ଣ୍ଣ ଭାବରେ ଗୋଟେ ଦୃଷ୍ଟିଭଙ୍ଗୀର ଗୋଟେ ପରିବର୍ତ୍ତନ ଆସିଲା। ସେ କଥା ନୁହଁ, ଓଡ଼ିଆ ସାହିତ୍ୟରେ ଗୋଟେ ପଟ୍ଟ ପରିବର୍ତ୍ତନର ବାର୍ତ୍ତା ୟା ଭିତରୁ ଆସିଗଲା ବୋଲି ଆମେ ଜାଣିବାକୁ ପାଇଥାଉ। କୋଣାର୍କ କବିତା ଲେଖିଲା ବେଳେ ପ୍ରଥମ ଶବ୍ଦ ହେଉଛି ତମେ। ତମେ ଦେଖିଅଛ ଶିଳାରେ ତାର ତ ରମ୍ୟ କଳାର ରୂପ। କାହାକୁ କହୁଛନ୍ତି ଏ କଥା? ଏଠି ତମେ ବୋଲି କିଏ? କୋଉମାନଙ୍କୁ ସେ ତମେ ବୋଲି କହୁଛନ୍ତି? ନା, ମୁଁ ଆଗରୁ କହିଛି, ସେଇ କବି ଯୁଗନ୍ଧର ଯିଏ ତାର ସମକାଳୀନ ପରମ୍ପରାରେ ଥିବା ଲେଖକ ମାନଙ୍କୁ ରାସ୍ତାକୁ ସରଣୀକୁ ଭାଙ୍ଗିକି ଗୋଟେ ନୂଆ ରାସ୍ତା ତିଆରି କରେ। ତାଙ୍କର ସମସାମୟିକ କବି ଥିଲେ ସବୁଜ କବି, ଯୋଉମାନେ ଧୂଳି ମାଟିର ପୃଥିବୀରେ ଥାଇ ବି ନିଜ ସୌଖ୍ୟ ପାଇଁ, ନିଜ ସ୍ୱପ୍ନ ପାଇଁ ସେମାନେ ଅମରାବତୀର ସ୍ୱପ୍ନ ଦେଖୁଥିଲେ, ସବୁଜ ପରୀର ସ୍ୱପ୍ନ ଦେଖୁଥିଲେ। ଗୋଟେ କମଳ ବିଳାସୀ କବି ବୋଲି ସେମାନଙ୍କୁ କୁହାଯାଇଛି। ବା ସେମାନେ ଅଲୌକିକ, ଅତିରଞ୍ଜନ, କାଳ୍ପନିକତା ଭିତରେ ନିଜର ସାଧନକୁ ତା ଭିତରେ ସୀମିତ କରିଦେଇ ଏ ବାସ୍ତବ ପୃଥିବୀର ଅନେକ ମଣିଷ ପ୍ରତି, ଅନେକ ସମସ୍ୟା ପ୍ରତି ସେମାନେ ନିରବି ଯାଇଛନ୍ତି, ଆଖି ବୁଜି ଦେଇଛନ୍ତି। କଦବା କେଉଁଠି ଯଦି ବି ଟିକେ ବିଦ୍ରୋହ ବା ବିପ୍ଳବର ସ୍ୱର ତାଙ୍କ କବିତାରୁ ଶୁଣିବାକୁ ମିଳେ, ତାହା ବି ଗୋଟେ ବିଳାସ ଭିତରେ ଲୁଚି ଯାଇଛି, ତାହା ଏତେ ବାହାରକୁ ଫୁଟି ଉଠି ନାହିଁ। ତେଣୁ ସେମାନଙ୍କୁ ହିଁ ଏ ସମାଲୋଚନା କରିଛନ୍ତି। ତେଣୁ ସେଇ ପରମ୍ପରା ଭାଙ୍ଗିବାକୁ ଯାଇ এই ସବୁଜ କବିମାନେ, ପ୍ରାୟ ବାଜିରାଉତ କବିତାରେ ଯଦିଓ ବାଜିରାଉତଙ୍କ ଜୀବନ କଥା କୁହାଯାଇଛି, ତାହା ଆଳ ମାତ୍ର। କିନ୍ତୁ ବାଜିରାଉତ ଜୀବନ କଥାକୁ ପାଥେୟ କରି ସମଗ୍ର କାବ୍ୟର ପଟ୍ଟଭୂମିଟିକୁ ବଦଳେଇବା ପାଇଁ ଯେଉଁ ଚିନ୍ତା ଚେତନା ତାଙ୍କ ଶବ୍ଦ ଭିତରେ ଝରି ଆସିଛି, ଯେମିତି ସେଠି ସମାଲୋଚନା, ଏତେ ଦିନ ଦେଖିଅଛ ତମେ ଦ୍ରାକ୍ଷାର ପିବର ସ୍ତନ ପୂର୍ବ ବାୟୁ କେଉଁ ପରି ଚୁମେ, ଦେଖିନାହ ସହି ସହି ଭୁକ ଅନଶନ ମଉଳିଛି ତନୁଶିରୀ କିପରି ଫୁଟି ନାହିଁ ଯୌବନ, ମାର ଲୁଳିତ ସ୍ତନେ ଶୁଷ୍କ ଚର୍ମେ ଶିଶୁ କେତେ ବାର, ଶୋଷି ପାଇ ନାହିଁ କ୍ଷୀର ଝରିଅଛି ଲହୁଧାର ଧାର। ଏଇ ଯୋଉ କଥା ସେ କହୁଛନ୍ତି, ଇଏ ପ୍ରତ୍ୟକ୍ଷ ଭାବରେ ଏ ସମାଲୋଚନାଟି ସବୁଜ କବିମାନଙ୍କ ପ୍ରତି। ଏବଂ ପ୍ରାୟତଃ ଏ ବାଜିରାଉତ କବିତାରେ ସେମାନଙ୍କୁ ସେ ଏସ୍କେପିଷ୍ଟ, ପଳାୟନପନ୍ଥୀ ବୋଲି କହୁଛନ୍ତି। ଯଦି ଜୀବନ ଦୁଃଖ ଦଉଛି, ଏ ପୃଥିବୀ ଦୁଃଖ ଦଉଛି, ଏ ପୃଥିବୀ ଦୁଃଖର ଗୋଟେ ପାରାବାର, ତାକୁ ସାମ୍ନା କରିବା ପରିବର୍ତ୍ତେ, ତା ସହିତ ଯୁଝିବା ପରିବର୍ତ୍ତେ ସେଇ ମାନେ ଦୁଃଖର ଜଳାବର୍ତ୍ତ ଭିତରେ ପ୍ରତିକୂଳ ସ୍ରୋତ କାଟି ଆଗକୁ ଚାଲିବା ପରିବର୍ତ୍ତେ ଏମାନେ ଗୋଟେ ସୁବିଧାବାଦୀ ନୀତିରେ କଳ୍ପନା ବିଳାସୀ ସାଜି ଓଡ଼ିଆ କବିତାର ଧାରାକୁ
ଅତି ନରମ କରିଦେଇଛନ୍ତି, ଶିଥିଳ କରିଦେଇଛନ୍ତି। ତେଣୁ ସେଇଠି ସେ କହୁଛନ୍ତି ପଳାୟନ ପନ୍ଥୀ ବୋଲି ଏଇ ସବୁଜ କବି ମାନଙ୍କୁ ସେ ଆମର ପ୍ରାୟତଃ ବିଦ୍ରୂପ କରି ବ୍ୟଙ୍ଗ କରି କହୁଛନ୍ତି, ଆରେ ଆରେ ପଳାୟନ ପନ୍ଥୀ ପଳାଇବୁ ଆଜି କାହିଁ ଛିନ୍ନ କରି ଧରଣୀର ଗ୍ରନ୍ଥି, କାହିଁ ଭୀରୁ ନେବୁରେ ଆଶ୍ରୟ ତୋର ସେହି କୁଞ୍ଜବନ ଦେଇକି ସେ ପାରିବ ଭୟ। ତେବେ 1900 ପ୍ରାୟତଃ 41 ମସିହାରୁ ବାଜି ରାଉତ ପାଖରୁ 1951 ପର୍ଯ୍ୟନ୍ତ ପାଣ୍ଡୁଲିପି ପରବର୍ତ୍ତୀ ଅବସ୍ଥା ପର୍ଯ୍ୟନ୍ତ ଏଇ ଯୋଉ 10 ବର୍ଷ ଆମେ ଦେଖୁ, ୟା ଭିତରେ ଆମର ବାଜି ରାଉତ, ୟା ଭିତରେ ପାଣ୍ଡୁଲିପି, ୟା ଭିତରେ ପଲ୍ଲୀଶ୍ରୀ, ୟା ଭିତରେ ଭାନୁମତିର ଦେଶ, ୟା ଭିତରେ ସ୍ୱଗତ ଏବଂ ଅଭିଯାନର ପ୍ରଭାବ ତ ରହି ଆସିଛି। ପ୍ରାୟତଃ ପାଣ୍ଡୁଲିପି ପର୍ଯ୍ୟନ୍ତ ଏଇ ଯୋଉ 10 ବର୍ଷ ସଚୀ ରାଉତ ରାୟଙ୍କ କାବ୍ୟ ସାଧନାର ବା ତାଙ୍କର ଓଡ଼ିଆ କବିତାକୁ ଅବଦାନ କ୍ଷେତ୍ରରେ ଗୋଟେ ଭାବୁଜ୍ୱଳ ସାହିତ୍ୟ ପ୍ରତି ଏ ଜାତିକୁ ସେ ଛାଡ଼ି ଯାଇଛନ୍ତି। ଏବଂ ସ୍ୱାଧୀନତା ପରବର୍ତ୍ତୀ ସମୟରୁ ପ୍ରାୟ ଜୀବଦଶା ପର୍ଯ୍ୟନ୍ତ ଅନ୍ତିମ ସମୟ ପର୍ଯ୍ୟନ୍ତ ଯଦିଓ କବିତା ଲେଖିଛନ୍ତି, ତାପରେ କବିତା ଗୁଡ଼ିକ 1962, 1971, 1982, 1966 ଏମିତି ନାମରେ ସମୟ ନାମରେ ସବୁ କବିତା ସଂକଳନ ଗୁଡ଼ିକ ପ୍ରକାଶ ପାଇଛି। ସେତେବେଳକୁ କଣ ହେଇଛି ନା, ଆମେ ପାଣ୍ଡୁଲିପିରୁ ଯଦି ଆଲୋଚନା କରିବା, ପାଣ୍ଡୁଲିପିର ପ୍ରଥମ କବିତା ଏଇ ଯେ ଝଡ଼, ଏଇ ଯେ ଆସୁଛି ଝଡ଼ କର ସଖୀ ତାରେ ନମସ୍କାର, ତା ପାଦେ ପ୍ରଣତି ବାଡ଼େ ଗିରି ବନ ନଦୀ ପାରାବାର। ଇଏ ଝଡ଼ ଇଏ ବାହ୍ୟ ପୃଥିବୀର ପ୍ରବଞ୍ଚନ ନୁହଁ, ପବନ ନୁହଁ, ଇଏ ହଉଛି ଚେତନାର ଝଡ଼, ପରିବର୍ତ୍ତନର ଝଡ଼, ଯେ ଆଗକୁ ସେମିତି ଗୋଟେ ସମୟ ଆସୁଛି ତାର ସୂଚନା। ଏବଂ ତାଙ୍କର ବାର୍ତ୍ତା କବିତାରେ ମଧ୍ୟ ଶତାବ୍ଦୀର ସିଂହଦ୍ୱାରୁ ଆସିଅଛି ଦୂତ, ସେ ଦୂତ ଅନ୍ୟ କେହି ନୁହଁ ବରଂ ସଚୀ ରାଉତଙ୍କ କାବ୍ୟ ମାନସ ହିଁ ବା ତାଙ୍କର କବି ପର୍ସନା ବା ତାଙ୍କର କବି ନଟ ସତ୍ତା ହିଁ ଏଠି ଗୋଟେ ଦୂତ ହେଇ ଓଡ଼ିଆ କବିତାର ଢାଞ୍ଚା କୁ ବଦଳେଇଛି, ଭାବକୁ ବଦଳେଇଛି। ସ୍ୱାଧୀନତା ପରବର୍ତ୍ତୀ ସମୟରେ ଅନ୍ୟ କବିମାନଙ୍କ ଭଳି ତାଙ୍କ କବିତାରେ ମଧ୍ୟ ଯୁଗ ଯନ୍ତ୍ରଣା, ବାସ୍ତବବାଦୀ ଅନୁଚିନ୍ତା, ମୂଲ୍ୟବୋଧର ଅବକ୍ଷୟ ବା ଆମର ସଂଶୟ, ମୃତ୍ୟୁ ଚେତନା, ଏ ସବୁ ଗୁଡ଼ିକ ପ୍ରାୟ ବିଚ୍ଛୁରିତ ହେଇକି ରହିଛି। କିନ୍ତୁ ଅନ୍ୟମାନଙ୍କ ପାଇଁ ସେ ଦିଶାଟିଏ ଦେଇ ଯାଇଛନ୍ତି କହିଲେ ଭୁଲ ହେବ ନାହିଁ। ଆତ୍ମିକ ସ୍ତରରେ ଯେମିତି ନୂଆ ନୂଆ କଥା କହିବା ପାଇଁ ସେ ଚାହିଁଛନ୍ତି, ଠିକ୍ ସେମିତି ଆଙ୍ଗିକ ସ୍ତରରେ ତାଙ୍କର ଭାବସତ୍ତାକୁ ପ୍ରକାଶ କରିବା ପାଇଁ ନୂଆ ନୂଆ ଇମେଜ, ଚିତ୍ରକଳ୍ପ ତାର ମଧ୍ୟ ସେ ଆଶ୍ରୟ ନେଇଛନ୍ତି। ଯେମିତି ଆମେ କହିପାରିବା ଯେ ତମେ ପ୍ରାୟ ପ୍ରତିମା ନାୟକ କବିତା ପଢୁଥିବ, ପାଣ୍ଡୁଲିପିର ଗୋଟେ କବିତା ପ୍ରତିମା ନାୟକ, ଯୁଦ୍ଧୋତ୍ତର ପୃଥିବୀରେ ଯେଉଁ ନାରୀକୁ ଆମେ ଦିନେ ଲାବଣ୍ୟବତୀ ଆକାରରେ ଭଞ୍ଜ କବିତାରେ ଦେଖି ଆସୁଥିଲୁ, ସେ ନାରୀର ବିବର୍ତ୍ତନଟି ସମୟର ନଖ ଦନ୍ତରେ କେମିତି ବିବର୍ଣ୍ଣ ହେଇଛି, ବିଦୀର୍ଣ୍ଣ ହେଇଯାଇଛି, ତାର ଗୋଟେ ମାର୍ମିକ ସମ୍ବେଦନଶୀଳ ରୂପ ଆମେ ପ୍ରତିମା ନାୟକ ଚରିତ୍ରରେ ବା ସେ କବିତାରେ ହିଁ ଦେଖିବାକୁ ପାଇଥାଉ। ଏବଂ ଏତେବେଳକୁ ଯେ ପୃଥିବୀ ବଦଳି ଗଲାନି, ଆମର ସେ ସବୁଜ ସ୍ୱପ୍ନ ନାହିଁ, ଚାରିଆଡେ ଯୁଦ୍ଧର ବିଭୀଷିକା, ଅଭାବ ଅନଟନ ଦାରିଦ୍ର୍ୟ ଭିତରେ ଆଉ ଘର କୋଣରେ ନାରୀଟିଏ ନିଜକୁ ସୀମିତ ରଖୁନାହିଁ, ପ୍ରକାଶ୍ୟ ଦାଣ୍ଡକୁ ସେ ବାହାରି ଆସୁଛି, ପୁରୁଷ ଭଳି ପୁରୁଷୋଚିତ କର୍ମ କରୁଛି ଏବଂ ତା ନାରୀତ୍ୱର ଯୋଉ ନର୍ମ ଭାବ, ନାର୍ସିଆସ୍ ସେଣ୍ଟିମେଣ୍ଟ ଆଉ ତା ପାଖରେ ଆମେ ଆଉ ଦେଖିବାକୁ ପାଉନାହୁଁ। ବରଂ ଗୋଟେ କର୍କଶ, ଗୋଟେ କଠିନ, ଗୋଟେ ଧୂସର ଏଇ ପୃଥିବୀ ପରି ତାର ବେହରଣ, ତାର ପୋଷାକ ଏବଂ ତା ଭିତରୁ ଫୁଟି ଉଠୁଛି ତାର
ଅନ୍ତର୍ମନର ଯାବତୀୟ ଅସନ୍ତୁଷ୍ଟ ଅତୃପ୍ତିର ଦାଗ ଗୁଡ଼ିକ। ପ୍ରାୟ ପ୍ରତିମା ନାୟକର ପ୍ରତିଟି ପଦ ବଡ଼ ବିଶେଷତ୍ୱପୂର୍ଣ୍ଣ। ଆକାଶରେ ଫିକା ଜହ୍ନ, ଇଏ ସଚେଇ ଦଉଛି ଏ ଜଗତ ବଦଳି ଯାଇଛି। ଆଉ ରୂପା ଥାଳିଆ ଜହ୍ନ ନୁହଁ, ଏ ଜହ୍ନ ହଉଛି ଫିକା ଜହ୍ନ। ତାର ଆକର୍ଷଣ ନାହିଁ, ଆଉ ତାର ଚମକ ନାହିଁ, ଆଉ ଆମ ମନରେ ସ୍ୱପ୍ନର ସଂକେତ ଖେଳେଇ ଦେଲା ଭଳି ସେ ଉପାଦାନ ବା ତାର ସେ ସମ୍ପଦ ଆଉ ନାହିଁ। ସାବୁନର ଫେଣ ପରି ସଫା, ଯଦିଓ ତାର ଟିକେ ଔଜ୍ଜଲ୍ୟ ରହିଛି, ତେବେ ଏଇଠି ସୂଚି ଯାଉଛି ଯେ ଆଧୁନିକ ମଣିଷର ଜୀବନ ଆଉ ପ୍ରକୃତି ସହିତ ଜଡ଼ିତ ହେଇକି ରହୁନାହିଁ, ବସ୍ତୁ ସହିତ ଜଡ଼ିତ ହେଇକି ରହିଯାଉଛି। ତେଣୁ ବିଶେଷତଃ ଆମେ ଦେଖିବା ଆଧୁନିକ କବିତାରେ ଯେଉଁ ଯେଉଁ ନୂଆ ନୂଆ ଉପମା ଚିତ୍ରକଳ୍ପ ସବୁ ପ୍ରୟୋଗ ହେଉଛି, ଏଇ ବସ୍ତୁବାଦୀ ଦୁନିଆରୁ ସେଗୁଡ଼ିକ ଯାଉଛି। ଆଗରୁ ଆମେ ଉଠକୁ ପୋହଳା ଦୀପ ସହିତ ତୁଳନା କରୁଥିଲୁ, ପୋହଳା ରଙ୍ଗ ସହିତ ତୁଳନା କରୁଥିଲୁ, ବା ବଧୂଲି ଅଧର ବୋଲି କହୁଥିଲୁ, ବା ବିମ୍ବ ଫଳର ରଙ୍ଗ ବୋଲି ତାକୁ ତୁଳନା କରୁଥିଲୁ। ଏବେର କବି ଗୋଟେ ନାଲି ଉଠ ଯେତେବେଳେ ଦେଖୁଛି, ଲିପଷ୍ଟିକ ମରା ଉଠ ଦେଖୁଛି, ତାକୁ ସେ କହୁଛି କଟା ତରଭୁଜ ରଙ୍ଗର ଉଠ। ଯେତେବେଳେ ସୁନ୍ଦର ଟଣା ଟଣା ଆଖିଟିକୁ ବର୍ତ୍ତମାନ କବି ଦେଖୁଛି, ଆଗରୁ ଆମେ ପାରମ୍ପରିକ ଭାବରେ ହରିଣୀ ନୟନା, ମୃଗ ନୟନା, ମୀନ ନୟନା, ସେ ମୀନ ସହିତ ସେ ହରିଣୀ ସହିତ ଆମର ଆଉ ଆଧୁନିକ ଜୀବନର ଆଉ ସମ୍ପର୍କ କିଛି ନାହିଁ। ଆମ ସମ୍ପର୍କ ବଜାର ସହିତ, ବସ୍ତୁ ସହିତ, ପାରିପାର୍ଶ୍ୱିକ ଜଗତ ସହିତ। ହାଟ ବଜାରକୁ ଗଲେ ସିଜିନ ସବୁ ସମୟରେ ପୋଟଳ ଦେଖିବାକୁ ମିଳୁଛି। କବି କହୁଛି ଇଏ ଆଖି ଆଉ ମୃଗ ନୟନ ନୁହେଁ, ପୋଟଳ ଚିରା ଆଖି। ପୋଟଳଟାକୁ ଚିରିକି ଦି ଫାଳ କରିଦେଲେ ଯେମିତିକା ଆଖି, ଇଏ ଆଖି ସେୟା। ସେମିତି ଇଏ ଆଙ୍ଗୁଠି, ଇଏ ଚମ୍ପା କଢି ନୁହଁ, ଇଏ କଷି ଭେଣ୍ଡି ପରି ଆଙ୍ଗୁଠି। ଇଏ ଚିକ୍କଣ ଗାଲ, ଇଏ ବି ଚୁପା ଛଡ଼ା ସିଝା ଅଣ୍ଡା ଭଳି ଗାଲ। ଏମିତି କଥା ସାହିତ୍ୟ ବା କବିତା ଭିତରେ ଯୋଉ ଗୋଟେ ନୂଆ ସମ୍ପର୍କ ସଂସ୍ଥାପିତ ହେଲା, ସେ ଆଉ ପାରମ୍ପରିକତା ବା ଭଞ୍ଜ କବିତାରୁ ନେଇକି ନୁହଁ, ଆମେ ଦେଖୁଥିବା, ଆମେ ପରିଚିତ ଥିବା ପୃଥିବୀ ଭିତରୁ ହିଁ ଏସବୁ ନୂଆ ନୂଆ ରୂପକଳ୍ପ, ଚିତ୍ରକଳ୍ପ, ଇମେଜ ଏସବୁ ଆମ କବିତା ଭିତରକୁ ଆସିଲା। ଯେମିତି ଆମେ ଗୋଟିଏ ଦୃଷ୍ଟାନ୍ତ ନବା, ଯେ ତାଙ୍କର ରାମ ନାମ ସତ୍ୟ ହେ ଗୋଟେ କବିତାରେ ସେ କହୁଛନ୍ତି ଯେ ୟାରି ମଧ୍ୟେ ବୁଡ଼େ ସୂର୍ଯ୍ୟ, ଉଇଁ ଆସେ ଚାନ୍ଦ ଶରତର। ୟାରି ମଧ୍ୟେ ବୁଡ଼େ ସୂର୍ଯ୍ୟ, ସୂର୍ଯ୍ୟ ବୁଡ଼ି ଯାଉଛି, ସେ ସ୍ଥାନରେ ଚାନ୍ଦଟିଏ ଉଇଁ ଆସୁଛି। ଯେପରି ସୁନାର ଦା କାଟି କାଟି ଅନ୍ଧାର ଫସଲ। ସୁନାର ଦା, ଦା ଆକୃତିର ଜହ୍ନଟିଏ, ସେ ଦ୍ୱିତୀୟ ଜହ୍ନ ହେଇପାରେ, ତୃତୀୟ ଜହ୍ନ, ତାର ଆକାର ଦେଖିଲେ ଗୋଟେ ଦା ଭଳି ଲାଗୁଛି। ଏବଂ ଉଇଁ ଆସୁଥିବା ଜହ୍ନଟି ସ୍ୱର୍ଣ୍ଣିମ ବର୍ଣ୍ଣର, ସୁନା ରଙ୍ଗର। ତେଣୁ ସୁନାର ରଙ୍ଗରେ ଆକାଶର ସବୁ ଯାକ ଅନ୍ଧାର ଫସଲକୁ ଇଏ କାଟି କାଟି ସଫା କରି କରି ଆଗକୁ ଚାଲିଛି। ଏଇ ଯୋଉ ନୂଆ ନୂଆ ଚିତ୍ରକଳ୍ପ ଆମେ ଦେଖୁଛୁ, ନୂଆ ନୂଆ ପ୍ରତୀକ ୟା ଭିତରେ ଦେଖୁଛୁ, ଇଏ ସମ୍ପୂର୍ଣ୍ଣ ଭାବରେ ତାଙ୍କର ନିଜସ୍ୱ, କୌଣସି ପାରମ୍ପରିକ ସୂତ୍ରରୁ ଏ ଧାର ଆଣୁନାହାନ୍ତି। ଏବଂ କାଟିଦେଲା ପରେ କଣ ହଉଛି ନା, ଅଜସ୍ର ତାରା ଆସି ଯାଉଛି, ବୁଣି ଦିଏ ହୀରାର ମୁରୁଜ, ହସି ଉଠେ ନଈ ପଠା କାଠ ଚୁଡ଼ି ପଥର ବୁରୁଜ। ଏବଂ ଅନ୍ୟତ୍ର ସେ କହୁଛନ୍ତି ଯେ ଆମର ଛିନ୍ନ ଚିତ୍ର, ଆଉ ଗୋଟେ ଦିଗ ହଉଛି ଆଧୁନିକ କବିତାର ଚିତ୍ରକଳ୍ପର ଗୋଟେ ଛିନ୍ନ ଚିତ୍ର, ଯାକୁ ଆମେ ବ୍ରୋକନ ଇମେଜ ବୋଲି କହିପାରିବା। ଆମେ ଯେମିତି ମୋବାଇଲ ଆପରେ ଗୋଟେ କଲାଜ ଅଛି, ଆମେ ବିଭିନ୍ନ ସୂତ୍ରରୁ ଚିତ୍ରକୁ ଆଣି ଆମ ଥିମ୍ ମତେ ଆମେ ତାକୁ ଯେମିତି ସଜେଇ ଦଉଛୁ, ସେ ଗୋଟେ ଅଭିନବ କବିତା ପାଲଟି ଯାଉଛି। ଠିକ ସେମିତି ବିଭିନ୍ନ ସୂତ୍ରରୁ ଭାବ ଏବଂ ଶବ୍ଦକୁ ଆଣି ଯୋଡ଼ିବା, ଇଏ ଗୋଟେ ପ୍ରକାର କଲା, ଯାହାକୁ ବ୍ରୋକନ ଇମେଜ, ଛିନ୍ନ ଚିତ୍ର ବୋଲି କୁହାଯାଉଛି। ୟା ଭିତରେ ଟିକେ ଟିକେ ରେଖା ରହୁଛି ଲେଖିଲା ବେଳେ। ନିଭେ ଦିନ, ଅନ୍ଧକାର, ନିଦ୍ରାହୀନ ଟ୍ୟାକ୍ସି ବାଲା ମନେ, ଏବସ୍ଥିର ଗଣିକାର, ଅନୁର୍ବର ନିଷ୍ଫଳ ସପନେ। ରାତ୍ରିର ନିର୍ଜନ ହାୱା ଅବତରେ ଏକାନ୍ତ ନିର୍ଜନେ, ପଥ କାହିଁ ବହୁ ଦୂରେ ଇସ୍ପାତର ଯନ୍ତ୍ରଶାଳା ଖାଲି ମାରେ ହାଇ। ତେବେ ଏମିତି ଢଙ୍ଗରେ ଦେଖିବାକୁ ଗଲେ ଏତେ
ପ୍ରତୁଳ ଉଦାହରଣ ରହିଛି ବା ଯୋଉଠି ତମେ ଭେଟୁଛ ଚିତ୍ରକଳ୍ପ ଧର୍ମୀ କିଛି ଶବ୍ଦ ଆଉ ବସନ୍ତକୁ ନେଇ ତାଙ୍କର ଯୋଉ ଯେ ବସନ୍ତ ଆସେ ଯେ ଠେଲି ଧକ୍କା ଖାଇ କୁକୁଡ଼ାର ଦେହେ ଭାଙ୍ଗି ମହୁର ସୁର ଭାଙ୍ଗି ବହୁ ମହୁର ସୁରେଇ ଏ ଯୋଉ ଚିତ୍ରକଳ୍ପ ଧର୍ମୀ କବିତା ଗୁଡିକ ଆମେ ଦେଖୁଛୁ ୟା ଭିତରେ ସେଇ ବାସ୍ତବ ଦୁନିଆର କଥା ରହୁଛି, ଆମର ଯୁଗ ଯନ୍ତ୍ରଣାର କଥା ରହୁଛି, ତା ଭିତରେ ବି ସୌନ୍ଦର୍ଯ୍ୟ ଚେତନା ରହୁଛି। ଏମିତି ଢଙ୍ଗରେ ପ୍ରାୟତଃ ତାଙ୍କର କାବ୍ୟ ସରଣୀ। ଆଉ ଗୋଟିଏ ତାଙ୍କର ବିଶେଷ ଦିଗ ହେଲା ନୂଆ ନୂଆ ଚିତ୍ରକଳ୍ପ ମେଟାଫର ସହିତ ତାଙ୍କର ଛନ୍ଦଟି ହେଲା ଯାହାକୁ ଆମେ ବାକ୍ ଛନ୍ଦ ବୋଲି କହୁ। ବାକ୍ ଛନ୍ଦ, କଥା କହିଲା ଭଳି କବିତା ଲେଖିବା। ଏବଂ ଅନ୍ୟତ୍ର ତାର ଆଉ ଗୋଟେ ଦିଗ ରହୁଛି ଯାହାକୁ ଭାର୍ସ ଲିବ୍ରେ ମୁକ୍ତ ଛନ୍ଦର ପାଖାପାଖି ରହୁଛି। ତାପରେ ଆଉ ଟିକେ ପରିପକ୍ୱ ହେଇ ଆଉ କିଛି କବିତା ଲେଖିଛନ୍ତି ଯାହାକୁ ଆମେ ଗଦ୍ୟ ଛନ୍ଦ ବୋଲି କହିପାରିବା। କିନ୍ତୁ ବିଶେଷ କରି ବାକ୍ ଛନ୍ଦ, କଥା କହିଲା ଭଳି କଥା ଏବଂ କବିତା ଭିତରେ ଯେଉଁ ଗୋଟେ ପାରମ୍ପରିକ ଫରକ ରହି ଆସିଥିଲା, ଇଏ ସମ୍ପୂର୍ଣ୍ଣ ସଙ୍ଗୀତମୟ ହେବ, ଇଏ ସମ୍ପୂର୍ଣ୍ଣ କଥାମୟ ହେବ, ୟା ଭିତରେ ସେଇ ଫାଙ୍କ ଦୂରତ୍ୱକୁ ଇଏ ହଟେଇବାକୁ ଚେଷ୍ଟା କରିକି ଯୋଉ ଅଭିନବ ଛନ୍ଦଟି ଆଣିଛନ୍ତି ବାକ୍ ଛନ୍ଦ। ଉଦାହରଣ ସ୍ୱରୂପ ପ୍ରାୟ ଏ ଛନ୍ଦ ତାଙ୍କର ଅଭିଯାନ କବିତା ପାଖରୁ ପାଣ୍ଡୁଲିପି ପାଖରୁ ଏସବୁ ଆରମ୍ଭ ହେଲାଣି। ଯେ ସେଇ ପ୍ରତିମା ନାୟକ ଯେହେତୁ ତମ କୋର୍ସରେ ଅଛି ସେଇଥିରୁ ଉଦାହରଣଟେ ଦଉଛି ଯେ ଜାପାନୀ କାଗଜ ଫୁଲ ପରି ଦେହେ ତାର ବୟସର ଧୂଳି, ପଚାରିଲି ଭଲ ଅଛ। କଥା ହଉଛନ୍ତି, କବିତା ଲେଖୁନାହାନ୍ତି, ସତ ଯେମିତି କଥା ହଉଛନ୍ତି। ପଚାରିଲି ଭଲ ଅଛ, ପ୍ରଶ୍ନବାଚକ ଦିଆହେଇଛି, ତା ତଳକୁ ଉତ୍ତର ହଉଛି କଣ୍ଠେ ତାର ବିଷଣ୍ଣ ଗୋଧୂଳି। ଏ ହଉଛି କଥା କବିତାର ଉଦାହରଣ। ଅନ୍ୟତ୍ର ଆଉ ଗୋଟେ ଉଦାହରଣ ଯେ କହିଛ ଷ୍ଟାଲିନ ଏପ୍ରିଲ 25 ଆଗୁ ଲାଲ ସେନା ଘେରିବେ ବର୍ଲିନ, ଷ୍ଟାଲିନର କଥା କେବେ ହୁଏ ନାହିଁ ମିଛ, ଏ ବିଶ୍ୱର ଗଣିକାର ଏ କଥା ତ ଅଙ୍ଗେ ନିଭାଇଛ, ନୁହେଁ ଏହା ତୁମ୍ଭ ଆମ୍ଭ କଥା, ଷ୍ଟାଲିନର କଣ୍ଠେ ଏହା କହିଅଛି ବିଶ୍ୱର ଜନତା। କଥା କହିବା ଭଙ୍ଗୀରେ କବିତା ଲେଖୁଛନ୍ତି, କିନ୍ତୁ ତା ଭିତରେ ବି ଗୋଟେ ସାଙ୍ଗୀତିକ ଆଡମ୍ବର ରହୁଛି, ଗୋଟେ ଛନ୍ଦର ମାଧୁର୍ଯ୍ୟ ମଧ୍ୟ ସୃଷ୍ଟି ରହୁଛି, ଶବ୍ଦ ଆଡମ୍ବର ରହୁଛି, ଭାର୍ବସିଟି ରହୁଛି, କମ୍ପାକ୍ଟନେସ ରହୁଛି। ତେଣୁ ମୋଟାମୋଟି ଭାବରେ ଯେ ଚିତ୍ରକଳ୍ପବାଦୀ ଆନ୍ଦୋଳନର ବିଶେଷ ଅନ୍ୟତମ ପ୍ରବକ୍ତା ଏଜରା ପାଉଣ୍ଡ ଯେ କହିଥିଲେ ଯେ କବିତା ମୁକ୍ତ ଛନ୍ଦରେ ହେବା ଉଚିତ, ସାଧାରଣ ଶବ୍ଦରେ ହେବା ଉଚିତ ଏବଂ ତା ଭିତରେ କିଛି କୃତ୍ରିମ ଭାବ ବିନ୍ୟାସ ରହିଲେ କବିତା ତାର ପ୍ରାଣ ନିର୍ଯାସ ରହିବ ନାହିଁ, ନିରୁତା କବିତା ହେଇପାରିବ ନାହିଁ ଏବଂ କବିତା ଜୀବନର କଥା କହିବା ଉଚିତ। ଏଇଠି ରବୀନ୍ଦ୍ରନାଥ କହୁଛନ୍ତି ଯେ ଜୀବନେ ଜୀବନ ଯୋଗ କରା, ତା ନହେଲେ କୃତ୍ରିମ ପଣ୍ୟ ବ୍ୟର୍ଥ ହୋଇ ଗାନରେ ପସରା। ଠିକ ସେମିତି ଇଏ ସେଇ ଇସ୍ତାହାର, ସେଇ କାବ୍ୟିକ ଇସ୍ତାହାର ନିଜ କବିତା ପାଇଁ ନେଇଛନ୍ତି। ଇଂରାଜୀ କବି ହୁଇଟମାନଙ୍କ ପରି ନୁହେଁ ମୁଁ ସେଲିବା ଟାଗୋର, ମୁଁ ସଚି ରାଉତରାୟ, ମୁଁ ଏଇ ମାଟିର କବି, କାମ ନୁହେଁ କେବଳ ମୋର ଆଙ୍କିବା କାଗଜର ଛବି, ତମେ ଯେତେବେଳେ ମୋର ନୂଆ ଛପା ବହି ଛୁଅଁ ଛୁଅଁ ନୂଆ ମଣିଷର ଛାତି, ଏଇ ପୃଥିବୀର ସବୁ ମଣିଷ ଜାତି ତାର ପ୍ରତିଟି ଖବର ରୂପ ପାଏ କବିତାରେ ମୋର। ତେଣୁ ଯେ କବିତା ସହିତ ଜୀବନକୁ ଯୋଡ଼ି ଦେବା ଏବଂ ଜୀବନ ପାଇଁ କବିତା ହିଁ ଅଭିପ୍ରେତ ହେବ। ତେଣୁ ଅତୀତର ଏହି ଖିଆଲି ବିଳାସୀ ମାନସିକତାଠୁ ଦୂରେଇ ଆସି ସାହିତ୍ୟ ସହିତ ଜୀବନକୁ ଯୋଡ଼ି ଦେଲେ ଏବଂ ଜୀବନ ପାଇଁ ସାହିତ୍ୟ ହିଁ ଅଭିପ୍ରେତ ହେଲା। ଆର୍ଟସ ଫର ଲାଇଫ ସେକ୍, କିନ୍ତୁ ଆଗରୁ ପରମ୍ପରା ଥିଲା ଆର୍ଟସ ଫର ଆର୍ଟସ ସେକ୍, କଳା ପାଇଁ କଳା। କିନ୍ତୁ ଇଏ ପ୍ରମାଣ କରି ଦେଖେଇଦେଲେ ଗୋଟେ ନୂଆ ଯୁଗ ଆଣିକି ସାଧନାର ସ୍ୱୀକୃତି ଦେଇକି ଯେ ଜୀବନ ପାଇଁ କଳା, ଜୀବନ ପାଇଁ ସାହିତ୍ୟ, ଏମିତି ସେ ହେଉଛନ୍ତି ଜୀବନର ଶିଳ୍ପୀ। ଆଉ ଗୋଟେ ଦିଗ ରଖିଛ କଥା ସାହିତ୍ୟ ଦିଗ, ସେ ଦିଗ ପ୍ରତି ପ୍ରାୟତଃ ମୁଁ ଉଦାର ଭାବରେ ସ୍ୱୀକାର କରିବି, ପ୍ରସ୍ତୁତି ନେଇପାରି ନାହିଁ। ତମେ ଜାଣିଛ ପିଲାମାନେ ଜାଣିବା ଆଉ ଜାଣିନାହାନ୍ତି, କଲେଜରେ ବିଭିନ୍ନ ସମସ୍ୟା ଭିତରେ ଛନ୍ଦି ହେଇକି ଛଟପଟ ହେଇକି ଗୁଡାଏ କାମ ଛାଡି ଦେଇକି ମାନେ ଧାଁ ଦୌଡ଼ ହେଇକି ଆସି ପହଞ୍ଚି କେମିତି ଖାଲି ଆଟେଣ୍ଡ କରିବି, ଗୋଟେ ପ୍ରାୟତଃ ସେମିତି ମାନସିକତା ନାହିଁ। ତେବେ ଗପ ମାନଙ୍କ ଭିତରେ ତାଙ୍କର ହାତ ମାଙ୍କଡ
ଛାଇ, ମଲାକଇଁ, ମାଟିର ତାଜ, ବିଶେଷ କରି ଅନ୍ଧାରୁଆ ଭଳି ଯୋଉମାନେ ଗପ ପଢିଛନ୍ତି ଏ କବିତାରେ ଯେଉଁ ଯେଉଁ ଦିଗ ଗୁଡିକ ଭାବ ଚେତନା ଦୃଷ୍ଟିରୁ ଆମେ ଦେଖୁଛୁ ଅନେକ ଗପରେ ତାଙ୍କର ସେଇ ମାର୍କସିଜିମ୍ ବା ସାମ୍ୟବାଦୀ ଚିନ୍ତା ଚେତନା ଆମେ ଦେଖିବାକୁ ପାଉ ଏବଂ এই ସାମ୍ୟବାଦୀ ଚିନ୍ତା ଚେତନାର ତାର ଯୋଉ ଅନୁଷଙ୍ଗ ଗୁଡିକ ରହିଛି ସମାଜବାଦ, ମାନବବାଦ, ଭାଗ୍ୟବାଦ ପରିବର୍ତ୍ତେ ନିଜ ଉପରେ ଆସ୍ଥା ବା ଗୋଟେ ସଂସ୍କାର ଧର୍ମୀ ଅନୁଚିନ୍ତା, ଗୋଟେ ଦଳିତ ପ୍ରତି ଗୋଟେ ସମ୍ବେଦନଶୀଳ ଦୃଷ୍ଟି ବା ମାଙ୍କଡ ଭଳି ଗପରେ କୁକୁର ଭଳି ଗଳ୍ପରେ ଗୋଟେ ସମ୍ବେଦନଶୀଳ ମାନବେତର ଚରିତ୍ର ପ୍ରତି ଯୋଉ ଗୋଟେ ମାନବୀୟ ଭାବ ଆମର ରହିବା ଦରକାର ଏସବୁ ଦିଗରୁ ସେ ଅନେକ ସଫଳ ହେଇଛନ୍ତି। ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ ଯେ କଥା ସାହିତ୍ୟରେ ଯେମିତି ତାଙ୍କର ସ୍ୱର ବଳିଷ୍ଠ ସେ ଯେମିତି ଅତି ପରିପକ୍ୱ ଲାଗନ୍ତି ଏବଂ ଅତି ପରିଚିତ ଲାଗନ୍ତି ଅନ୍ତରଙ୍ଗ ଲାଗନ୍ତି କବିତା କ୍ଷେତ୍ରରେ ବି ଠିକ ସେମିତି ହୁଏତ ଉପନ୍ୟାସ ତାଙ୍କର ଚିତ୍ରଗିରିବ ଏବଂ କଥା ସାହିତ୍ୟ ଏବଂ କବିତା ତେଣୁ କଥା ସାହିତ୍ୟ ଦିଗଟିକୁ ମୁଁ ଆଜି ଆଉ ଟିକେ ମୁଁ ସମୟ ଦେଇପାରୁନାହିଁ ଆଉ ଗୋଟେ ଭିନ୍ନ ସମୟରେ ହୁଏତ ଅଲଗା ସମୟରେ ତୁମମାନଙ୍କୁ ତାଙ୍କର ଇଏ କହିବି ଆଉ ବର୍ତ୍ତମାନ ମୁଁ ମୋର ଆଲୋଚନାକୁ ଯାହାବି କହିଲି ଗୋଟେ ଅସ୍ଥିର ମାନସିକତା ଭିତରେ କର୍ତ୍ତବ୍ୟର ଅନୁରୋଧରେ ମୁଁ ଆଟେଣ୍ଡ କରିବା ହିଁ ନହେଲେ ପିଲା ଖରାପ ଭାବିବେ ସେମିତି ଢଙ୍ଗରେ ମୁଁ ତାଙ୍କର କବିତା ଉପରେ କିଞ୍ଚିତ ମାତ୍ର ଆଲୋଚନା କରିଛି ଆହୁରି ଅନେକ ଦିଗ ରହିଛି ମୁଁ ଆଶା କରୁଛି ଏମିତି କିଛି ଦିଗକୁ ମୋର ପ୍ରିୟ ଜ୍ଞାନୀ ବାବୁ ତୁମ ସମ୍ପର୍କରେ ଟିକେ ଉଦ୍ଭାସିତ କରିବେ ଆଜି ରହୁଛି ଆମେ ବିଭିନ୍ନ ସମୟରେ ଏମିତି ଭେଟିବାର ସୁଯୋଗ ପାଇବା ସମସ୍ତଙ୍କୁ ଆଉ ଥରେ ଧନ୍ୟବାଦ ଜ୍ଞାପନ କରି ରହୁଛି।